ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ଆମେ ସମସ୍ତଙ୍କୁ ଖୁସି କରିବାରେ ବ୍ୟସ୍ତ ଅଛୁ, କିନ୍ତୁ କେବେ ଆପଣ ନିଜ କଥା ଚିନ୍ତା କରିଛନ୍ତି? ଆମ ଶାସ୍ତ୍ରରେ ଏବଂ ଜ୍ଞାନୀ ଲୋକମାନେ ଗୋଟିଏ ବହୁତ ସୁନ୍ଦର କଥା କହିଛନ୍ତି, ନା ଚାଦର ବଡ଼ କରନ୍ତୁ, ନା ଇଚ୍ଛାକୁ ମାଟିରେ ମିଶାନ୍ତୁ। 4 ଦିନର ଏହି ଜୀବନ ବାସ୍ ଶାନ୍ତିରେ ବିତାନ୍ତୁ। ଅର୍ଥାତ୍ ଅତିରିକ୍ତ ଲୋଭ ନ କରି ନିଜର ଶାନ୍ତି ହରାନ୍ତୁ ନାହିଁ। ଜୀବନ ବହୁତ ଛୋଟ, ଯାହା ଅଛି ସେଥିରେ ଆନନ୍ଦରେ ବଞ୍ଚିବା ଶିଖନ୍ତୁ। ନା କାହାକୁ ହଇରାଣ କରନ୍ତୁ, ନା କାହାକୁ ବ୍ୟାକୁଳ କରନ୍ତୁ। କିଏ ଲକ୍ଷ୍ୟ ଖରାପ ହେଲେ ବି ବାସ୍ ଟିକେ ହସି ଦେଇ ଛାଡ଼ି ଦିଅନ୍ତୁ। ଦୁନିଆରେ ଆପଣଙ୍କୁ ସମାଲୋଚନା କରିବାକୁ ଜଣେ କିମ୍ବା 2 ଜଣ ନୁହେଁ, ଅନେକ ମିଳିବେ, କିନ୍ତୁ ଆପଣଙ୍କର ଗୋଟିଏ ଛୋଟ ହସ ସେମାନଙ୍କର ସବୁ ଅହଙ୍କାରକୁ ଭାଙ୍ଗି ଦେଇପାରେ। ନା କାହା ଉପରେ ଅଭିମାନ କରନ୍ତୁ, ନା କାହାକୁ ମିଛ ପ୍ରତିଶ୍ରୁତି ଦିଅନ୍ତୁ। କିଛି ସମୟ ନିଜ ପାଇଁ ବାହାର କରି କେବେ ନିଜ ସହ ବି ଦେଖା କରନ୍ତୁ। ସେଥିପାଇଁ ବନ୍ଧୁଗଣ, 24 ଘଣ୍ଟା ମଧ୍ୟରୁ ଅତି କମରେ 5 ମିନିଟ୍ ନିଜ ପାଇଁ ବାହାର କରନ୍ତୁ। ନିଜକୁ ବୁଝନ୍ତୁ, ନିଜକୁ ଭଲ ପାଆନ୍ତୁ। ଦେଖିବେ ଆପଣଙ୍କ ଜୀବନ ସୁନ୍ଦର ହୋଇଯିବ। ଯଦି କଥାଟି ହୃଦୟକୁ ଛୁଇଁଥାଏ, ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର ନିଶ୍ଚୟ କରନ୍ତୁ। ଜୟ ଜଗନ୍ନାଥ।